ଚନ୍ଦ୍ର ଟିକେ ସବୁବେଳେ ଦିନବେଳେ ଖାଇବ ତେଣୁ ଗୁରୁ ହେଉଛି ଚନ୍ଦ୍ର ସ୍ୱରୂପ। ତେଣୁ ଯେତେ ଦେବତାମାନେ ସବୁ ବଳିଦାନ ଦେଇଛନ୍ତି ଗୁରୁଙ୍କ ବଳରେ ବଳିଦାନ ଦେଇଛନ୍ତି। ଯେଉଁ ଦେବତାଙ୍କୁ ତାଙ୍କ ପଛରେ ଗୁରୁ ରଭୟ ନିରନ୍ତର ସଦବୃତାୟା ସାଧୁ ସଂଗଠିତ ସବୁ କିଛି ପାୟା। କୌଣସି ଉପାୟରେ ଭଗବାନ ପାଇବ କେବଳ ସାଧୁ ସଂଗରେ ପାଇବ। ଦେଢ଼ ମାସ ତଳେ ଯାଇଥିଲି ଜାଗାରେ 3 ଦିନ ରହିଲି ଜଙ୍ଗଲ ଜାଗା ସକାଳ ଖାଲି ଯିବ ସେ ଗାଡ଼ିକୁ କୁଆଡ଼େ କିଛି ଗାଡ଼ି ମଟର ଯାଇଥିଲେ ବହୁତ ନିର୍ମଳ ସମ୍ପୂର୍ଣ୍ଣ ଉପର ବର୍ଷା ହେଉଥିଲା। 100 ଲୋକ 2 ଦିନ ରହିଲେ ସବୁ ହିନ୍ଦୀବାଲା ସେମାନଙ୍କର ମୁଁ ଦେଖିଲି ଗୁରୁ ଭାବ ଏତେ ଆମେ ତ ଗୁରୁ ନୁହଁ କିନ୍ତୁ ଯେଉଁ ଗୁରୁ ଯେଉଁ ସ୍ୱାଦ ନେଇଥିଲେ ମୁଁ ତାଙ୍କ ମୋତେ ପାଖରେ ବସେଇ କହିଲେ ଆମର ସେ ଓଡ଼ିଶାର ମାନେ ଗୁରୁ ତତେ ପରମାସ ତ ସେ କହିଲେ ମୁଁ ବସେଇ ତାଙ୍କର ଭଜନ କୀର୍ତ୍ତନ ସବୁ ହେଲା। ତାଙ୍କର ଯେଉଁ ଦେଖିଲି ମୁଁ ସ୍ନେହ ଶ୍ରଦ୍ଧା ଯେଉଁ ପ୍ରକାର ସେମାନେ ଆସି ପିଲା ଯେଉଁ ଝିଅ ବୋଉ ସବୁ ଆସି ମୁଣ୍ଡିଆ କି 1 ଟଙ୍କା କି 5 ଟଙ୍କା କି 10 ଟଙ୍କା ଏମିତି ଦେଲେ ଗୋଟେ ଗାମୁଛା ଦେଲେ। ମୁଁ ସମସ୍ତଙ୍କୁ ଜାଣିକି ଗୁରୁ କ'ଣ ଭଗବାନ ଯାହା କରି ଦେଖିଲେ ଗୁରୁଙ୍କ ଫଟୋ କବିଙ୍କ ଫଟୋ ଆଉ ଶିବଙ୍କ ଫଟୋ ଶିବଙ୍କର ଯେମିତି ମୃତ୍ୟୁ ନାହିଁ କି ଜନ୍ମ ନାହିଁ କିଛି ନାହିଁ ସେ ଗୁରୁ ହେଉଛି ସେଇଆ। ତେଣୁ ଆମେ ସମସ୍ତେ ଗୁରୁ କରିବା ଶ୍ରେଷ୍ଠ ତାକୁ ନାହିଁ ଦେଲେ ଭଗବାନ ସେ ଦେଖିଛନ୍ତି ଯେ ବେଦ ପଢ଼ା ପଡ଼ିବ ଗୁରୁ ନ କଲେ ସେ ବେଦ ପଢ଼ା କିଛି କାମ କରିବ। ସେ ରୋଜଗାର କଲେ ପଇସା କହିଦେଇକି ଗବେଷଣା କରିକି 5,000 ନିକଟ ବସି ସବୁ ଚାଲିବେ। ତେଣୁ ଗୁରୁ ଯେଉଁ ଶ୍ରେଷ୍ଠ ଜିନିଷ ସେମାନେ ଆମ ଆଶ୍ରମରେ ବହୁତ ଲୋକ ଅଛନ୍ତି କିନ୍ତୁ ସେମାନେ ତମର ପୂର୍ବରୁ କ'ଣ ଥିଲା ତମେ ଫାଷ୍ଟ ଆସିକି ଗୁରୁ ନାମ ନେଲ ତମର କ'ଣ ଥିଲା ଘର ଚାଳ ଥିଲା କି ଗୁରୁ ଭୁଲି ଯାଉଛନ୍ତି ସବୁ ଲୋକ ବହୁତ ଲୋକ ସବୁ ଭୁଲି ଯାଉଛନ୍ତି ହେଇଗଲା ନାମ ନାମ ଟଙ୍କା ଅଛନ୍ତି। ତେଣୁ ଆମେ ଯାହା ଦେଖୁଛେ ସବୁ ଭଗବାନ ତମର ନିଜର ଅଛନ୍ତି କିନ୍ତୁ ତୁମ ଜିନିଷ ଭଗବାନ କରନ୍ତି। ତମ ଯେଉଁ ଆଗେ ଆମ ଆଖ୍ୟାୟରେ ଯାହା ଦେଖୁଛେ ସବୁ ପିଲା ଯାହା କରୁଛ ସେ କାମ ନୁହଁ କିନ୍ତୁ ଭଗବାନ ତମର କିନ୍ତୁ ସେସବୁ ଭଗବାନ ତମର ସବୁ ଯିଏ ଆମେ ଯଦି ମୋର ଏ ମୋର ବି ସେ ମୋ ଘର ଉପକାର କ'ଣ ପାଇছে ଯେମିତି କ'ଣ ଅନୁଭୂତି କ'ଣ ଆମେ ତାକୁ ଭଗବାନ এটা অনুমতি বহুত অনুমতি করেছিল 2 ବର୍ଷ ତଳେ ଛତିଶଗଡ଼ ତାଙ୍କର ଆନ୍ଦୋଳନ ଫଙ୍କସନ୍ ପ୍ରାୟ 80,000 ଖଣ୍ଡେ ଲୋକ ଜମା ହୁଅନ୍ତି ସବୁଦିନ 80,000। ମୁଁ ମାସିକ ଆଗରୁ ଟିକେଟ୍ କରିଥିଲି ଯିବି ଯାଇଥିଲି ତ ମୋ ସାହସ ଯିବି ଧରିଲି ତାପରେ ଆଉ ନହେଲେ କ'ଣ ହେବ ମୁଁ ଡାକିଲି ଯିବାକୁ ଚାହୁଁଛି ରିଜର୍ଭେସନ୍ କ୍ୟାନ୍ସଲ୍ କଲେ ଗଲି ଦିନଟା ଆସିଲେ ହେଲାନି ତ ଆଉ ଆମେ ବାହାରେ ରହିଥିଲେ ବର୍ଷା ପାଇଁ କ'ଣ ହେବ କିନ୍ତୁ ଅଭ୍ୟାସ ତାଙ୍କର ସେ ହେଉଛି ଜାତୀୟ ଘର ବି ଅଛନ୍ତି ସବୁ ଦେଶର ଅଟୋଟା ଆଜି ହେବ ତାପରେ ଜଣେ ସାଧୁ ମୋତେ ଫୋନ୍ କଲେ ଆପଣଙ୍କ କମର हो गया ହଁ ହେଲା ଆସିକି ଆସନ୍ତୁ କ୍ୟାନ୍ସଲ୍ କରନ୍ତୁ ହିନ୍ଦୀରେ ମୋତେ କହିଲେ ଭାଇ ଭଲ ତ ଖୁସି ହେଲା। ମୁଁ ସବୁ ଭାବିଲି ସବୁ କାହା ଦ୍ୱାରା ହେଲା ଗୁରୁଙ୍କ ଦ୍ୱାରା ମୁଁ ଟିକେଟ୍ କରିକି ମାସେ ହେଲା କମେଣ୍ଟରେ ଲଗେଇକି ବୁଲୁଥିଲି ଆଉ ଭାବିଥିଲି ମୋର କ୍ୟାନ୍ସଲ୍ ହେଇଥିବ ଅନୁଷ୍ଠାନକୁ ଆସିକି କାହାକୁ ଚିହ୍ନି ନାହାନ୍ତି ତମ ଦୁଃଖ ଜଣାଇବ ସେଇଠି ଭଗବାନ ଆସୁଛନ୍ତି କିନ୍ତୁ ଜଣ ଜଣ ପଢ଼ିକି ରହି ଘରେ ବାବଦ ପଡ଼ିଲେ ଭଗବାନ ପାଇଁ ଭାରି କଷ୍ଟ ସବୁବେଳେ ବହୁତ ଖୁସି ହୁଏ ଦେଖିକି ଭଗବାନ ଆସୁଛନ୍ତି ତାଙ୍କୁ କିଏ ଜାଣିପାରିବେନି କିନ୍ତୁ ଅନୁଭୂତି ଆଣେ ତାପରେ ଜାଣିବି ସେ ଯାହା 5 ଦିନ କାଳ ବହୁତ ସୁବିଧା ଧରିକି ସବୁ ଆସେ। ତେଣୁ ଗୁରୁ କ'ଣ ଆମର ଏଠି ଆଶ୍ରମ ମାନେ ଆଶ୍ରମ କ'ଣ କରୁଛୁ ତମେ କ'ଣ ପାଇକି ଉପକାର ବେନିଫିଟ୍ କ'ଣ ଅଧିକ ଅନୁଭୂତି କହିଲେ ହେଉଛି ନା କଥା ଖାଲି କହିଲେ କ'ଣ ନାମ ଭଜନ କରିକି ସବୁ ଯେତେ ଏକୁଟିଆ କଲେ ଘରେ କିଛି ତାର ଅଣାକ ଅନୁଭୂତି ପାଇବେ। ତେଣୁ ବହୁତ ଅନୁଭୂତି ଅଛି ଆଉ ସେ ଅନୁଭୂତିର ତ କହିବାଟା ଭଲ ନୁହଁ ବହୁତ କଥା ଜାଣିବା ଆଉ ସେଥିପାଇଁ ଗୁରୁକୁ ମୁଁ କେତେବେଳେ ଭୁଲିପାରିବି ଜୀବନ ଥିଲା ବାପା ମା ଗୁରୁ ଭଗବାନ ଇଏ ଗୁରୁ ଏମାନଙ୍କୁ ଆଉ ଏତେ ସଂସାରରେ ତମ ସବୁ ନେବେ ଏମାନଙ୍କୁ ଦେବେ ଯିଏ ନେବୁ 5 ଟଙ୍କା ତମର 20 ଟଙ୍କା କିଣେ ସେ ଫେରି ଆସିବ ତୁ କେଉଁଟା ଆସିବ ସେ ଜାଣିକି ତମେ ଗୁରୁ ସ୍ୱୟଂ ଭଗବାନଙ୍କୁ ଆଉ କହିଲେ ଖୋଜନି ଯେଉଁମାନେ ଅନୁଭୂତି କରୁଛ କେବଳ ଗୁରୁଙ୍କୁ ତାଙ୍କ ଭଗବାନ ଦେବ ଗୁରୁଙ୍କୁ ଭଗବାନ ହିଁ ଭାବ ତେବେ ବଳେ ବଳେ ତମ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବ ଆଉ ଅନ୍ୟ
में अंधारी बहुत से आसन आसन कल्पना नहीं हुआ पिला तो घर भोका दिन घर छाड़ कि 2-4 घंटा घर छाड़ ना तुम ये 6:30 घंटा से बन के काम दी तो अनुभूत काम गीता भागवत गीता भागवत समझ को किए ना समझ नहीं आपको कहले कौन से पर बसी से पड़ जाए गुरु को सेवा कौन करो गुरु को सेवा करने कौन करता आसन आसन तो कौन कर गुरु को लोग सेवा करता गुरु को तो कौन से खाई के तो चिंता करो सी तो तुमको सब तुमको तैयारी करते गुरु हम मुझे मतलब मुझे नाम नहीं नाम तो नाम मन नहीं हम गाँव गुरु एकाठी आज के कहीं सत्संग ମୁଁ 2 ଦିନ ରହି ଆଉ ଦିନ ରାତି ବହୁତ ଗୋଟା ଦିନ ସେମାନେ ତାଙ୍କ ସ୍ତ୍ରୀ ଲୋକମାନେ ସବୁ ଏତେ ସ୍ତ୍ରୀ ଲୋକଙ୍କୁ ଦେଖିଲି ବାହାର ସେଠି ମୁଁ କିନ୍ତୁ ଘରେ ସେ ତାପରେ ଝାଡ଼ା ଧୂପ ସବୁଆଡ଼େ ଅଛି ତାପରେ ଜୁଆର ସବୁ ଭଲ ଜୁଆର ସେମାନେ ବିଭିନ୍ନ ଫସଲ କରୁଛନ୍ତି ସେମାନେ ପ୍ରତ୍ୟେକ ସମସ୍ତ ପରିଶ୍ରମ मूल समय मूल मूल गुरु व्यतीत अनेक काम तुम जहाँ देखो गुरु हूँ मायार हूँ मूल तेणु तुम्हें जिते निर्मल भाव देख पाइब तुम गला भावना कथा गला तुम जो मायार बसिल सी तुमको भूल जो भाव तुम घर बाहर से भावना घर गला गोटे लक्ष्य रखिक जा प्रतिफलित लाइटा पड़े कल्पना जी मुहटा खाई तेणु तुम से गुरु को लाइट तुम पर निश्चय पड़े भाग्य यहाँ बहुत छुट्टी दिन रथयात्रा दिन मैं 13 तारीख मोर मन रथयात्रा छुट्टी दिन से आसता भल भाव जानी बस आ नंद बोली जन रावण कहला मैं सिलिप देवी छुट्टी गला रथयात्रा मत गुरु कहते गाड़ी होता गाड़ी बाहर विमान आगे व्यवहार कले कुकुर भाया बोले आम जाना आसले कौन पूरा तुम कांडिक आस जो प्रकार से व्यवहार कले कांडिक भला कथा जहाँ कह शुणी तू मोर को देखू से बहुत शिक्षित बहुत ज्ञानी लोग हृदय को मिल सी मोह कथा कले फाइल बाबा असी बोले मुझा प्रति मत मांगी गुरु को हम कहे दुख बुझुना गुरु को आम सहित आगतुक अति अंतर गुरुत्वर साहित्य पाई गुरुत्व निर्देश प्रति संक्रांतिर सत्संग कृत लोक मैंने वर्षा दिन विभिन्न अंचल वर्षा सहित आगु 30 तारीख आसता 30 तारीख गुरुत्वर जन्मदिन पालन अवसर में आगु आसार मनोबूति संक्रांति आसपाई ना जी भाई मैंने आसती बहुत आधुनिक संस्कृति आसिक पहुँच पारी से गुरु कृपा से गुरु सब रही था सपरिवार सर्व मंगल रहतु ठीक कही धर्म एक सीना महत्व सब कुछ दिने ये अभिज्ञ संसार में समस्ते संसार कर्म करने भगवान देती तत्सहित संसार जगत आध्यात्मिक जगत को प्रति मुहूर्त मन पकेगा से गुरु कृपा अनुसार आम गुरु तत्व पाइचे बहुत तपस्या बहुत पशु मैंने जो भगवान शांति लाभ कर कलिजुग भक्त मान सहज पाई पार विभिन्न
जोटा कि जन्मांतर कर्मर फल जहाँकि आम गुरुकर साहित्य लाभ कर आत्मज्ञान से धर्म ज्ञान धर्मर परिभाषक हिसाब से आम मैंने भगवान को भाई करते संसार में भी बहुत कष्ट अभाव थे किसी मुहूर्त में भगवान को भागवाई आम मार्ग पाई ये भगवान का आग हूँ निजुक जाना गुरु निजुक चिन्ह आमको जन तू किए से भागवत कहते सुने भगत निपुण भगत निपुण तू जीव स्वभाव निपुण ईश्वर निरंजन तू ही माया शैल देह मन कर सत देह को आम निजर भावुचे प्रकृत आम ये शरीर वर्ण शरीर आसती गोटे समय भगवान ईश्वर भाव को जाए आप ईश्वर करती सत्य शांति दया क्षमा ये सब प्रभु का महिमा ईश्वर महिमा यदि मनुष्य देहरे कि मनुष्य मन में भगवान आध्यात्मिक जगत किसी जापर ना सी असुर असुर भर गले सी असुर सी असुर ईश्वर हो भागवत कहते सुनर भगत निपुण तू जीवन स्वभाव निर्गुण ईश्वर निरंजन तू ही माया अपिते बांधी एगेनी कर्म अधिकार विधि निषेध आदि करी सुकर्म कुकर्म विचारी सुकर्म जमते पूरा भल कर्म पूरा मंद कर्म मुझे करवा कथा सत्य साथी दया क्षमा कौ गुणता मु कौन करुच्ची आम ईश्वर आवास से बहुत गुरु को कृपा अच्छी आम मैंने से गुरु को शांति ग्रहण करे जहाँकि आज जन्म पूर्णांग भाव आंशिक भाव गुरु भाव अच्छे से गुरु को विश्वास करे सब से गुरु को विश्वास कर जिते जहाँ कर गुरु को तत्व गुरु भाव दे निजक समर्पित कर सब कर्म कर आध्यात्मिक जगत कर्म हो गुरु क्षेत्र गुरु कर्म हो निजक समर्पित भाव कर्म कले निजर मंगल हम निजर आत्मा उद्धार हम तम परिवार निज निज आशीर्वाद समाज मंगल हो ओम शांति मंत्र किभली भाव परिचालना किभली भाव अनुभव करेंगे मनुष्य यार प्रकृत स्वाद किभली चाखी पारे अन्य किभली चखाई पारे से आम किभली भाव पाइचे किभली भाव उपयोग करुचे उपयोग करने द्वारा आम से कौन लाभ पाइचे जो तत्व को मुनि ऋषि मैंने जुग जुग धरी तपस्या करी साधना करी पाइबा कली जुगे गुरु अति सहजरे स्वल्पाकार एते महान कथा आम मैंने पाइबार जीवन में प्रतिफलित करने ही गुरुवर उद्देश्य जपरी क्षीर भितर लवणिया लवण भितर घीर सार तत्व सार तत्व भितर जो सार को जो अनुकूल थे पान करेंगे पाई सारा कौन सी क्षीर स्वरूप लवणी क्षीर स्वरूप देखा जाए ना क्षीर कि मंत्र तत्व आम
କରିପାରିବେ। ଏଇ ଅନ୍ୟମାନଙ୍କୁ ଏଇ ଗୁରୁ ମାର୍ଗରେ ପରିଚାଳିତ କରିବା ଅନ୍ୟ ସବୁ ସଂକ୍ରାନ୍ତି ବହୁତ ଅଞ୍ଚଳ ଭାଇ ଭଉଣୀମାନେ ଆସୁଥିଲେ। ଏଇଟା ଆଗାମୀ ଦିନ ରହିଛି ପର୍ବ ଏହାର ମହତ୍ଵ ଉଦ୍ଦେଶ୍ୟ ହେଲା ଏଇ ଗୁରୁତତ୍ଵକୁ ସମସ୍ତେ କିଭଳି ଭାବରେ ଅନୁଭବ କରିପାରିବେ। ଯେଉଁମାନେ ଏଥିରେ ଅନୁପ୍ରାଣିତ ହୋଇଛନ୍ତି, ଗୁରୁ ଧର୍ମରେ ପ୍ରେରିତ ହୋଇଛନ୍ତି, ସେମାନେ କିଭଳି ଭାବରେ ଏହାକୁ ସ୍ୱଜୀବନରେ ତଥା ନିଜ ପରିବାର ଭିତରେ ବା ନିଜ ଅଞ୍ଚଳରେ ଏହାକୁ ପରିବେଷଣ କରିବେ। ଉଦ୍ଦେଶ୍ୟ ହେଉଛି ଏଇଟା। ଏଥିରେ ଆଉ ତା ସହିତ ଭକ୍ତ ସଂଖ୍ୟା ଥିଲେ ମଧ୍ୟ ଅଧିକ ଥିଲେ ମଧ୍ୟ କ୍ରମଶଃ ଉପସ୍ଥିତିଟା ଅଳ୍ପ ବୋଲି ଅନୁମାନ କରାଯାଇଛି। ଏଇଥିରେ ସହଯୋଗ ସମସ୍ତ ଆଶ୍ରମ କେବଳ ଏଠି ଯେଉଁମାନେ ଅଛନ୍ତି ତାଙ୍କର ନୁହେଁ, କିମ୍ବା ଗୁରୁଦେବ ନିଜ ପାଇଁ କିଛି କରିନାହାନ୍ତି, ସବୁକୁ ତ୍ୟାଗ କରିଦେଇଛନ୍ତି। ଏଇଟା ଯେତେମାନେ ତତ୍ତ୍ୱଧାରୀ ସମସ୍ତଙ୍କ ପାଇଁ ହିଁ ଏଇଟା ସହଯୋଗ ରହିବା ଦରକାର। ପ୍ରତ୍ୟେକ ଅଞ୍ଚଳରେ ଏଇ ନାମର ତତ୍ତ୍ୱକୁ ବା ସାର କଥାକୁ ସମସ୍ତଙ୍କୁ ବାଣ୍ଟିବା ଦରକାର। ଆଉ ଏଇ କାମରେ ଏହାର ମୂଳ ସ୍ଥାନ ବା ମୂଳ ପିଢ଼ି ହେଲା ଆଶ୍ରମ, ଆଉ ଅନ୍ୟ ଯୋଉଗୁଡ଼ା ଅଛି ଶାଖା ପ୍ରଶାଖା ଉପଶାଖା। ଏ ମୂଳ କଥାଟା ଯଦି ମଜବୁତ ହେଲା, ଶାଖା ପ୍ରଶାଖା ନିଶ୍ଚିତ ଭାବରେ ଉନ୍ନତି କରିବ। ଆଉ ସମସ୍ତଙ୍କର ମଧ୍ୟ ନିଜର ଉନ୍ନତି ହେଲା ଆଗାମୀ ଭବିଷ୍ୟତରେ ଏଇଟା ବାସ୍ତବରେ ଗୁରୁତତ୍ତ୍ୱ ଠାରୁ ମହତ୍ତତ୍ତ୍ୱ ଆଉ କିଛି ନାହିଁ। ଭାଇ ଟିକେ ପୂର୍ବରୁ କହୁଥିଲେ ଏଇଟା ସବୁଠାରୁ ମହାନ। ଏ ଅମୃତ ପାଇସାରିଲା ପରେ ଆଉ କୌଣସି ପଦାର୍ଥର ଆଉ ତାଠାରୁ ଅଧିକ ସ୍ୱାଦ ଯେ କ'ଣ ଅଛି ତା କହିହେବନି। ଏହା ଏକ ମହାନ ତତ୍ତ୍ୱ। ଆଉ ଏହା ମଧ୍ୟରେ ମଇଳା ଜମିରେ ଏ ସ୍ୱାଦର ପ୍ରକୃତ ରସଟା ଚାଖିବେ। ଏହାକୁ ଚାଖିବାକୁ ହେଲେ ଗୋଟିଏ ରହିଲା ସମର୍ପଣ। ଯଦି ଆମର ଏହାକୁ ନିଜକୁ ଏଇଟା ସରଳ ମାର୍ଗ ହେଲା ଭକ୍ତି ମାର୍ଗ। ଭକ୍ତି ଆଉ ଗୁରୁ ଚରଣରେ ଆସିଲା ବା ସମର୍ପଣ ଭାବ ଆସିଲା, ତାହେଲେ ଏ ଜ୍ଞାନ ପ୍ରାପ୍ତି। ଯଦି ଏହାର ଅଭାବରେ ଆଉ ଅନ୍ୟ ଯେଉଁ ମାର୍ଗ ଅଛି ତାହା ସାଧନ କରିବା ପ୍ରତ୍ୟେକ ପାଇଁ କଷ୍ଟ କରାଯାଇଛି। ଯେମିତି ନା ହଉ କେବଳ ମାତ୍ର ଯଦି ସମସ୍ତ ଭଗବାନ ନିଜେ କହୁଛନ୍ତି ଏଇ ମୋର ଶରଣକୁ ଆସିଲେ ତାର ସମସ୍ତ ଅପରାଧ ମୁଁ ହଠାତ କରି ନିଜ ଆପଣାର କରିବି। ଯେଭଳି ଗୋଟେ ମା ତାର ଛୁଆକୁ ସେ ଯେତେ ଅଳିଆ ଖଟ କରୁ, ଯେତେ ତାକୁ ହଇରାଣ କରୁ, ଯଦି କାନ୍ଦି ବିଫଳ ହୁଏ ତାହେଲେ ମା ତାକୁ କୋଳକୁ ନେଇଯାଏ। ଠିକ୍ ସେଇଭଳି ଗୋଟେ ଯେତେ ଏଇ ସମର୍ପଣ ଭାବରେ ତାକୁ ଆପଣେଇ ନିଅନ୍ତି ଆଉ ତାର ସମସ୍ତ ଆବିଳତାକୁ ମହିଳାକୁ ଦୂରେଇ କରି ନିଜର ଏଇଥିପାଇଁ ପ୍ରକୃତ ଜିନିଷକୁ ଜାଣିବା ପାଇଁ ଏସବୁ କାର୍ଯ୍ୟକ୍ରମର ଏ ସମସ୍ତ କାର୍ଯ୍ୟ ସ୍ଥାୟୀ ଭାବରେ ରହୁ। ଏହା ହେଇପାରିବ କେବଳ ସବୁ ଅଞ୍ଚଳର ଭାଇ ଭଉଣୀମାନଙ୍କର ସାହାଯ୍ୟରେ, ସେମାନଙ୍କ ସହଯୋଗରେ। ଆଉ ସେମାନେ ସବୁ ଯାଏ ତାପରେ ନିଶ୍ଚିତ ଭାବରେ ସୁଦୃଢ଼ ହବ, ସମସ୍ତଙ୍କର ଇଚ୍ଛା ଶକ୍ତି ହବ। Pagata,